ନା ସେଭଳିଆ ରାଜନୀତିଜ୍ଞ ଓଡ଼ିଶାରେ ମିଳିବା ଭାରି କଷ୍ଟକର। କାହିଁକିନା ତାଙ୍କର ଜ୍ଞାନ ଏତେ ଅସୀମ, ଏତେ ଜ୍ଞାନୀ ଲୋକ, ସେ ମାନେ ରାଜନୀତିରେ ଯାହା କୁହନ୍ତି ଗୋଟେ ପୋଖତ ଲୋକ। ଆଜ୍ଞା, ଭଲ ଲେଖାଲେଖି, ଭଲ କହିବା, ଭଲ ଭାଷଣ ଦେବା, ସ୍ପଷ୍ଟ ଭାଷଣ ଦେବା, ମାନେ କାହାକୁ ବିନା ଦ୍ୱିଧାରେ ବିନା ଡରିକି ସବୁ କଥା ସତ୍ୟ କହିବା ତାଙ୍କର ଏଇଟା ଗୋଟେ ଧର୍ମ ବା ତାଙ୍କର ଏକ ନମ୍ବର। ମୁଁ ତାଙ୍କର ନିଜ ସଡ଼ୁ, ତେଣୁ ବହୁତ ଦିନ ହେଲା ମୁଁ ତାଙ୍କ ସହିତ ଜଡ଼ିତ ଥିଲି। ନା, ମୁଁ ରାଜନୈତିକ ହିସାବରେ ଜାଣିଛି, ମୁଁ ପାରିବାରିକ ହିସାବରେ ବି ତାଙ୍କୁ ଜାଣିଛି। ପାରିବାରିକ ଭିତରେ ତାଙ୍କର ସମସ୍ତଙ୍କ ସହିତ ଏକଦମ ଭଲ ସମ୍ପର୍କ ଥିଲା ଏବଂ ସେ ସମସ୍ତଙ୍କୁ ଯେମିତି ବାହାର ଲୋକଙ୍କୁ ସାହାଯ୍ୟ ସହାନୁଭୂତି କରୁଥିଲେ, ପରିବାର ଭିତରେ ବି ସେମିତି ସାହାଯ୍ୟ ସହାନୁଭୂତି କରିଥିଲେ। ତେଣୁକରି ତାଙ୍କୁ ଆମେ ହରେଇକି ଆମେ କ'ଣ ହରେଇଲୁ, ଆମେ କ'ଣ ଦୁଃଖିତ, ସାରା ଓଡ଼ିଶାବାସୀ ମଧ୍ୟ ଦୁଃଖିତ। ସବୁବେଳେ ତାଙ୍କର ଯେଉଁ ଉପଦେଶ, ତାଙ୍କର ଯେଉଁ ଜ୍ଞାନ ଆହରଣ ସେ କରିଥିଲେ, ସେଗୁଡ଼ା ଯେଉଁ ଆମ ଆଗରେ ସବୁ ବଖାଣନ୍ତି କୁହନ୍ତି, ସେସବୁ ଆମେ ସବୁଦିନ ପାଇଁ ମିସ୍ କରିଗଲୁ।